ନା ଆଜି ଆମର ନିଆଳି କଲେଜର ସଭାଗୃହଟି ଉଦ୍ଘାଟନ ହେଲା। ଆଉ ମୁଁ ବି ମଧ୍ୟ ନିଜେ କଲେଜର ପରିସର ବୁଲିକି ଦେଖୁଥିଲି। ବହୁତ କାମ ଏଠି କରିବାର ବାକି ଅଛି। ଯେମିତି ଏଇଟା ଗୋଟେ ପୁରୁଣା ଦେଖନ୍ତୁ ଗୋଟେ ଘର, ଏ କୋଉ ମୁହୂର୍ତ୍ତରେ ଦୁର୍ଘଟଣା ହବ କେହି କହିପାରିବେନି। ମୁଁ ଆଜି ମନା କରିଛି ଯେ କଲେଜର ଯୋଉ ଷ୍ଟାଫ ମାନଙ୍କର ଯୋଉଟା ଅଫିସ ହଉଛି ସେଇଟାକୁ ସେ ଆଉ ଗୋଟେ ଯୋଉ ନୂଆ ରୁମ୍ ତିଆରି ହେଲା ସେଠି ସମୟ ପାଇଁ କରିବେ। ତାପରେ ପଛରେ ତାଙ୍କର ଘର ତିଆରି ଆରମ୍ଭ ହେବ। ସୋମବାର ଦିନଠୁ ଲେଆଉଟ୍ ଦିଆହେବ। କାମ ହେଲା ପରେ ଅଫିସଟି ସେଠି ଯିବ। ଏଠି ହଷ୍ଟେଲଟି ମଧ୍ୟ ଯାହା ମତେ କହୁଥିଲେ 15-20 ବର୍ଷ ହେଲା ମାନେ ଛାତ ନାହିଁ, ଗୋଟେ କାନ୍ଥ ହେଇକିରି ଗୋଟେ ଅଧା ପାନ୍ତେରିଆ ଭାବରେ ପଡିଛି। ଆଶ୍ଚର୍ଯ୍ୟ କଥା, କେହି ଗୋଟେ ଧ୍ୟାନ ଦଉନାହାନ୍ତି। ମୁଁ ଦେଖିଲା ପରେ ମୁଁ ତାକୁ ନିଶ୍ଚିତ ଭାବରେ ସରକାରଙ୍କୁ ଜଣେଇକିରି ମାସେ ଭିତରେ ସେ କଲେଜ ବି ଏଇ ଯୋଉ ହଷ୍ଟେଲଟା ବି କାମ ଆରମ୍ଭ ନିଶ୍ଚିତ ଭାବରେ ହବ। ଆଉ ଯାହା କଲେଜର କାମ ବାକି ଅଛି ସେ କାମ ସବୁ ସମ୍ପୂର୍ଣ୍ଣ କରାଯିବ। କିନ୍ତୁ କଲେଜ ଗୋଟେ ଏଭଳି ଭାବରେ ଅଛି, ଗୋଟେ କଲେଜଟା କଲେଜ ଭଳି ଲାଗୁନି। ତ ହଉ, ଆମେ ପ୍ରଚେଷ୍ଟା କରିବୁ ନିଶ୍ଚିତ ଭାବରେ। କଲେଜର ପ୍ରିନ୍ସିପାଲ ଏବଂ ଆମର ବ୍ଲକର ଯୋଉ ଅଛନ୍ତି ଷ୍ଟାଫ ସମସ୍ତ ଅଧିକାରୀ ଲାଗିକିରି ଏଟା ଜଲ୍ଦି ଉନ୍ନତିକରଣ କରାଯିବ। ମୁଁ कॉन्फ्रेंस हॉल एवं गोटे स्मार्ट क्लासरूम एथिपाई मो पाखे जहाँ खबर अच्छी 70 लाख टकर अनुदान व्यवस्था थिला। 67 लाख बोध खर्च होती। अनेक आवश्यकता अच्छी। कॉलेज आपण मान सामने जो भंगा पुराना घर टी पड़ी विपद संकुल अवस्था तार तुरंत भंगा ही नुआ घर तैयार आवश्यकता अच्छी। हॉस्टल टी कंप्लीट हो पारे ना। ये सब कार्य आम आगामी जून मास सुधा आमको एसएसआर दे नाक टीम को डाक पड़ो। काम को निहाती द्रुत गति करने आवश्यकता अच्छी। जो काम विधायक आज कहले कि मास भीतर पूरा रूपरेख परिवर्तन हम। आज आप प्रथम कर जो आसले पिला राखी बांधी थे, आप भावुं विधायक रखिए मान? निश्चय ये विश्वास आमर अच्छी। मानवर विधायक आसुँच निजे आमर असुविधा बुझुंट, मस रखी निश्चित भाव हम।